ମୁଁ ତତେ ଭଲ ପାଇ ହାକିଦ ତମ ବିନା ମୁଁ ବଞ୍ଚି ପାରିବିନି। ଭିତରେ ଟିକେ ପବନ ଯିବା ପାଇଁ ବାଟ ଛାଡ। ଏଇ ବବୁଲ ଦେଇକି ଯଦି ଏଇ ପୋଜିସନରେ ଦେଖିଦେବେ ଫଟୋ ଉଠେଇ ସୋସିଆଲ ମିଡିଆରେ ଛାଡ଼ିଦେବେ ନେମ୍ପୁରା ଜାମ୍ ହେଇଯିବ ଛାଡ। ମୁଁ ଜମା ଛାଡ଼ିବିନି। ମତେ କି କୁହ ମୋ ଭୁଲ ପାଇଁ ତମେ ମତେ କ୍ଷମା କରିଛ କି ନାହିଁ? ଆগে ଛାଡ ତାପରେ କହିବି। ମତେ କି କୁହ ତମ ସହିତ ତମ ଘରକୁ ମତେ ନବ କି ନାହିଁ? ଛାଡେ ତାପରେ କହିହବନି। ମତେ କୁହ ମତେ ଶାଦି କରିବ କି ନାହିଁ? ହଉ ହେଲା ମୁଁ କେବେ ଶାଦି କରିବି ତ ବଚ୍ଚାର ବାପ ହେବି। ମୁଁ ବି ଠିକ ସେଇଆ ଚାହେଁ। ମୁଁ ତୁମ ପିଲାର ମା ହବାକୁ ଚାହେଁ। ହଁ ହେଲେ ସେଥିପାଇଁ ତ ଟାଇମ୍ ଲାଗିବ। ଏବେ ସେଥିପାଇଁ ଆମେ ପ୍ରସ୍ତୁତ ହବା। ଏଇଟା ବାହାର ଜାଗା। ମୁଁ କିଛି ଶୁଣିବିନି। ତମେ କୁହ ତମେ ମୋ ଦେହରୁ ଶାଢୀ ଖୋଲିବ ନା ମୁଁ ଖୋଲିଦେବି? ତମେ ମୋ ଦେହରୁ ଶାଢୀ ଖୋଲିବ ନା ମୁଁ ମୋ ସହିତ ତମକୁ ଉପଭୋଗ କରିବାକୁ ପ୍ରସ୍ତୁତ କରିବି? ଆସ। ଆରେ ନିରାଶ କରନି। ଆସ ମୋ ଦେହରୁ ଶାଢୀ ଖୋଲ। ଆରେ ଆସ ଉପଭୋଗ କରିବା। ମୁଁ କିଛି ଶୁଣିବିନି। ଆସ ହଇତ ଉପଭୋଗ କର। ଆରେ ଆସ। କାହିଁକି ଚୁପ୍ ରହିବି? ତମେ ତ ଏଇଆ ଚାହ ମୋର ଏ ଦେହଟାକୁ ପାଇବା ପାଇଁ ତମେ ପାଗଳ ହେଇଯାଇଛ। ମୋର ଏ ଦେହଟାକୁ ପାଇବା ପାଇଁ ତମେ ମୋ ଶାଶୁ ଘର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲ। ମୋର ଏ ସୁନ୍ଦର ଶରୀରକୁ ପାଇବା ପାଇଁ ମୋ ସ୍ୱାମୀ ଠାରୁ ମତେ ଅଲଗା କରି ରଖିଛ। ପ୍ରତିବଦଳ ମତେ ଉପଭୋଗ କରିବା ପାଇଁ ନା ଏବେ ତମେ ମୋ ସ୍ୱାମୀକୁ କିଡନାପ କରି ରଖିଛ। ଆସ ହଇଦର ମତେ ଉପଭୋଗ କର। ଆରେ ଆସ ହଇଦର। ସମର୍ପଣ ତ କରିପାରିବିନି। ବଳାତ୍କାର କରିବାକୁ ଦେଇଦେବି ମୋର ଏଇ ଦେହ। ମାଂସ ନଭି କୁକୁର ପରି ପର ସ୍ତ୍ରୀକୁ ଉପଭୋଗ କର। ଆସ ହଇଦର। ଆରେ ଆସ ମତେ ଉପଭୋଗ କର। ଗୁଳି ମାର। ବାପର ପୁଅ ତ ମାର ମତେ କିଛି କହିବିନି। ମତେ ମାଡ଼ ମାରକେ ରେପ୍ କର ପେଶା ପରେ ବିକ୍ରି କରିଦେ କିଛି କମ ଦେଇଦେ ମୁଁ କିଛି କହିବିନି। ହେଲେ ମୋ ସ୍ୱାମୀକୁ ମତେ ଫେରେଇ ଦେ। ତତେ ଖାଲି ମତେ ଭିକ ମାଗୁଛି। ମୋ ସକା ସିନ୍ଦୁର ମତେ ଫେରେଇ ଦେ। ତତେ କାଲି ମତେ ଭିକ ମାଗୁଛି। ତ ପୁରୁଣା ପ୍ରେମିକା ଫେରେଇ ଦେ ରେ। ମୋ ସ୍ୱାମୀକୁ ତୁ ଫେରେଇ ଦେ ରେ ମୋ ଅବୁଝ ପ୍ରେମିକ। ମାର ମତେ ଲଗା ମୋ ଛାତି ଠିକ ଭାଙ୍ଗୁଛ ମାର ମତେ ମୁଁ ପାରିବିନି। ତାହା ମାନେ ତ ସ୍ୱାମୀ ତମ ଦରକାର ନାହିଁ। ମୋ ସ୍ୱାମୀକୁ ଛଡା ମୋର ଏ ଦୁନିଆରେ କେହି ନାହାନ୍ତି। ଆରେ ଏଇ ଡାଇଲଗ ଆଉ କେତେ ଥର କହିବୁ? ଏଇ ଡାଇଲଗ ମତେ ଲକ୍ଷ ଥର କହିଛୁ। କିଛି ଗୋଟେ ନୂଆ ଡାଇଲଗ କହ। ମୋ ଭାଇ ପାଇଁ ମୁଁ ବାହା ହବାକୁ ରାଜି ହେଇଯାଇଥିଲି। ତୋ ଭାଇକି ପଚାରିକି ମତେ ଭଲ ପାଇଥିଲ? ମାନେ ମୁଁ ଜାଣିଛି ତମ ଝିଅ ଜାତିଟାକୁ ମୁଁ ଛାଡ଼ିଛି। ପୁଅମାନଙ୍କୁ ସାଙ୍ଗଠାରୁ ତମେ ନମ୍ବର ଦବ। ରାତି 11ଟା ବାଜିଲେ ତମ ତରଫରୁ ଆସିବ ମିସ୍ କଲ୍। ଆଉ କଣ ଦେଖ କହିବ ହ୍ୟାଲୋ କିଏ କାହିଁ ମୁଁ ତ ଚିହ୍ନିନି ବା ସେତିକି ତମେ ଫୋନ କାଟିବ। ଆଉ ତାପରେ ଠିକ 5 ମିନିଟ୍ ପରେ ତମ ତରଫରୁ ଫୋନ ଆସିବ। 5 ମିନିଟ୍ 5 ଘଣ୍ଟା 5 ଦିନ 5 ମାସ ସେଟା ବେଟର ମିଳିଯିବ। ନମ୍ବର ଚେଞ୍ଜ ପ୍ରେମିକ ବି ଚେଞ୍ଜ। ମୋ ଭାଇ ରଣ ନିୟମ ପକେଇଲା ଆଉ କହିଲା ମୁଁ ଯଦି ତା ପ୍ରସ୍ତାବରେ ରାଜି ନ ହୁଏ ତାହେଲେ ସେ ଆତ୍ମହତ୍ୟା କରିଦବ। ଯଦି ମୁଁ ଆତ୍ମହତ୍ୟା କରିଦେଇଥାନ୍ତି ତାହେଲେ କଣ ହେଇଥାନ୍ତା ମତେ କହ। ମୋର ଭୁଲ ହେଇଯାଇଛି। ମତେ କ୍ଷମା କରିଦିଅ। ମତେ ମାର କି ଗାଳି କର ହେଲେ ତମେ ମତେ ଭୁଲି ଯାଅ ମତେ। এই প্রতি কথা যদি সেইদিন କହିଦେଇଥାନ୍ତ ମୋହିନୀ ମିଶ୍ର ତ ଜୀବନ ପରିଦୀପିତ ଏତେ ଦିନକୁ ଚାଲି ଯାଇଥାନ୍ତି। ଭାଇନା କୁଳ ଲଗେଇ ଖୋଜେଇ ବି ମତେ ପାଇନଥାନ୍ତୁ। ତାହେଲେ ମତେ କଣ ଫେରିଯିବାକୁ ହବ? 100%। সোশ্যাল মিডিয়ার প্রচার এই গাছালিকা ঘুরি ঘুরি
ମୋ ସ୍ୱାମୀ ହଜି ଯାଇଛି। ତାହେଲେ ତମେ କଣ ମୋ ସ୍ୱାମୀକୁ ଫେରେଇବନି? ମୋ ସ୍ୱାମୀ ବ୍ୟାଙ୍କ, ମୁଁ କଣ ସ୍ୱାମୀ ବ୍ୟାଙ୍କ? ମୋ ପାଖରେ ଡିପୋଜିଟ୍ କରିଦେବୁ, ଆସୁ ସ୍ୱାମୀକି ନେଇକି ଯିବୁ। ଚାଲ ଚାଲ। ଠିକ ଅଛି, ମୁଁ ଚାଲି ଯାଉଛି, ହେଲେ ଯିବା ଆଗରୁ ଗୋଟେ କଥା କହିଦେଇ ଯାଉଛି। ସତରେ ମୁଁ ଯଦି ପ୍ରତିବ୍ରତ ନାରୀ ହେଇଥିବି, ମୋ ଶଙ୍କା ସିନ୍ଦୁର ପବିତ୍ର ହୋଇଥିବ, ତାହେଲେ ମୋ ସ୍ୱାମୀ ଫେରିବି, ନିଶ୍ଚୟ ଫେରିବି। ଆଉ ସେଦିନ ମୋ ସ୍ୱାମୀଙ୍କ ହାତରେ ହାତ ରଖି ଠିଆ ହେଇଥିବି ମୁଁ। ଆମ ଦି ଜଣଙ୍କ ସମ୍ପର୍କ ଦେଖି ଇର୍ଷାରେ କାନ୍ଦି କାନ୍ଦି ଚଳି ଚଳି ମରୁଥିବ ତୁ। ଆସୁଛି। ଶାଳୀ ଅଭିଶାପ ଦେଇଗଲା। ଆଉ ଅଭିଶାପ ଦେବା କଥା, ହେଲେ ତମ ଅଭିଶାପ ଫଳିବ କି ନାହିଁ ସେଇଟା ମୁଁ ଜାଣିନି ମୋହିନୀ ମିଶ୍ର। ହେଲେ ତମ ଯୋଡ଼ିକି ଭଲରେ ଦେଖି କାନ୍ଦିବା ଚରିତ୍ର। ହେ ହାଇଦର ନୁହଁ, କାହିଁକି ହାଇଦର ହିରୋ ନୁହଁ, ସେ ହଉଛି ଭିଲାନ। ହିରୋ ମାନେ ରାତି ସାରା କାନ୍ଦନ୍ତି, ସକାଳେ ହସନ୍ତି, କିନ୍ତୁ ଭିଲାନ ରାତି ସାରା ହସେ, ସକାଳେ ମରେ। ଆମେ ଭିଲାନ। I like to be a villain.